ବଜ୍ରପାତରେ ଅଲାଡ଼ି ଗାଁର ଜଣେ ବ୍ୟକ୍ତି ମୃତ। ପୁରୁଷୋତ୍ତମପୁର ବ୍ଲକ କେଏନପୁର ପଞ୍ଚାୟତ ଅଲାଡ଼ି ଗାଁର ଅଭିରାମ ସେଠୀ ପିତା ସ୍ୱର୍ଗତ ସୌରା ସେଠୀ ଆଜି ସନ୍ଧ୍ୟା 5 ଘଟିକା ବେଳେ ବିଲକୁ ଯାଇଥିଲା ବେଳେ ହଠାତ୍ କାଳବୈଶାଖୀ ଆସି ବଜ୍ରପାତ ଘଟି ଅଭିରାମଙ୍କ ଦେହରେ ବାଜିଥିଲା। ସେଠାରେ ବିଲରେ କାମ କରୁଥିବା କିଛି ଲୋକ ଅଭିରାମଙ୍କୁ ସଙ୍ଗେ ସଙ୍ଗେ 108 ଆମ୍ବୁଲାନ୍ସରେ ପୁରୁଷୋତ୍ତମପୁର ମେଡିକାଲକୁ ନେଇଯାଇଥିଲେ। ସେଠାରେ ଥିବା ଡକ୍ଟର ତାଙ୍କୁ ଚିକିତ୍ସା କରି ମୃତ ଘୋଷଣା କରିଛନ୍ତି। ତେବେ ଗାଁର ସମାଜସେବୀ ରାମଚନ୍ଦ୍ର ରେଡ୍ଡି ଅଭିରାମଙ୍କ ସଙ୍ଗେ ମେଡିକାଲକୁ ଯାଇଥିଲେ। ସେଠାରେ ବାଲିଆ ସେକ୍ଟରର ଆର୍ଆଇ ଏଏସ୍ ଶ୍ରୀକାନ୍ତ କୁମାର ଦୋରା ପହଞ୍ଚି ତାଙ୍କର ପ୍ରାଥମିକ ରିପୋର୍ଟ ପ୍ରସ୍ତୁତ କରି ପୁରୁଷୋତ୍ତମପୁର ତହସିଲଦାରଙ୍କୁ ଦେଇଛନ୍ତି ଏବଂ ତହସିଲଦାର ଜିଲ୍ଲାପାଳଙ୍କୁ ରିପୋର୍ଟ ପଠାଇ ରାଜ୍ୟ ସରକାରଙ୍କ ବଜ୍ରଘାତ ପାଇଁ ଯେଉଁ ସହାୟତା ରାଶି ରହିଛି ତାହା ଆସିଲା ପରେ ଅଭିରାମଙ୍କ ପରିବାରକୁ ମିଳିବ। ତେବେ ଅଭିରାମଙ୍କ 2ଟି ପୁଅ ଓ 2ଟି ଝିଅ ଅଛନ୍ତି। ସେ ଜଣେ ଦିନ ମଜୁରିଆ ଓ ଟ୍ରାକ୍ଟର ଡ୍ରାଇଭର ହୋଇ ପରିବାରର ପ୍ରତିପୋଷଣ କରୁଥିଲେ। ତାଙ୍କର ଏହି ଅକାଳ ମୃତ୍ୟୁ ଯୋଗୁଁ ତାଙ୍କ ପରିବାର ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛି। ଗଞ୍ଜାମ ପୁରୁଷୋତ୍ତମପୁରରୁ ଶୁଭଙ୍କରୀ ଦାସଙ୍କ ରିପୋର୍ଟ ସମ୍ଭବ ଟିଭି ଓଡ଼ିଆ।